ଆଗକୁ କାର୍ତ୍ତିକ ମାସ ଆସୁଛି। ଆମିଷ ପ୍ରେମୀମାନଙ୍କର ବଡ଼ ଚିନ୍ତା। ଏପଟେ କାର୍ତ୍ତିକ ମାସ ହେଉଛି ଧର୍ମ ମାସ, ପୁଣି ଘରେ ଆଇଁଷକୁ ସମ୍ପୂର୍ଣ୍ଣ ବାରଣ ହେବା ସାଙ୍ଗରେ ପରିବା ଉପରେ ମାଡ଼। ଓହୋ, ଚିନ୍ତା କରନ୍ତୁନି। ଯଦି ଜହ୍ନି ଆଉ ମୁଗ ଯାଇକୁ ଏମିତି ରାନ୍ଧିବେ ନା, ଘରେ ଆମିଷ ପ୍ରେମୀମାନେ ଆଉ ଚୁଁ କିଛି ବି ହେବେନି। ଜହ୍ନି ଆଉ ମୁଗ ଯାଇକୁ ଏମିତି ପିଆଜ ରସୁଣ ଦେଇ ଯଦି ରାନ୍ଧିବେ, ସତରେ ବହୁତ ବଢ଼ିଆ ଲାଗୁଛି। ତାହେଲେ ଆସନ୍ତୁ ପ୍ରବୀଣାସ୍ ହେରିଟେଜ୍ କିଚେନ୍କୁ ଜହ୍ନି ମୁଗ ଯାଇର ତରକାରୀ କେମିତି ହେଉଛି ଦେଖି ନେବା। ସେଥିପାଇଁ ମୁଁ ନେଇଛି ଜହ୍ନି 1/2 କିଲୋ, ତା ସହିତ ମୁଗ ଯାଇ 100 ଗ୍ରାମ ଖଣ୍ଡେ ନେଇଛି। ଏଇଟା ହେଉଛି କଞ୍ଚା ମୁଗ ଯାଇ। ଆକୁ ଆମେ ଭାଜିକି ଭଲକି ଧୁଆଧୁଇ କରିକି ବତୁରେଇ ଦେବା। ତାପରେ ଜହ୍ନିର ଏମିତି ଚୋପା ଛଡ଼େଇ ତାକୁ ଧୁଆଧୁଇ କରି କାଟି ନେବା। ଜହ୍ନିର ଆଗ ଏଇ ଯେଉଁ ଶିରା ଅଂଶଟାକୁ କାଟିଦେଲେ ଚୋପା ଛଡ଼େଇବାଟା ସହଜ ହେଇଯାଏ। ଏଠି ଦେଖନ୍ତୁ ମୁଁ ଜହ୍ନିକୁ କୋଇ ସାଇଜ୍ର କାଟିଛି, ଆପଣ ବି କାଟିଲେ ଏଇଭଳି କାଟିବେ। ତା ସହିତ 2ଟି ଆଳୁକୁ ଧୋଇକି ଚୋପା ଛଡ଼େଇକି ତାକୁ ମଧ୍ୟ ଏମିତି କ୍ୟୁବ୍ ସାଇଜ୍ର କାଟି ଦେଇଛି। ତାପରେ ମୁଗ ଯାଇକୁ ଭଲରେ ଭାଜି ତାପରେ ତାକୁ ଧୁଆଧୁଇ କରିଦେଇଛି। ଧୁଆଧୁଇ କରି ତାକୁ ବତୁରେଇ ଦେଇଛି ମଧ୍ୟ। ଆଉ ତା ସହିତ ନେଇଛି ଅଦା ରସୁଣ ପେଷ୍ଟ। ତମେ ଆସନ୍ତୁ ତରକାରୀ କରିବା। ସେଥିପାଇଁ ମୁଁ ଗୋଟେ କଡ଼େଇକୁ ଗରମ କରି ଏଠି 3 ଚାମଚ ସୋରିଷ ତେଲ ନେଇଛି। ଏ ତରକାରୀଟି ସୋରିଷ ତେଲରେ ବଢ଼ିଆ ବାସ୍ନା ହୁଏ। ଆଉ ସୋରିଷ ତେଲ ଯେତେବେଳେ ପୁରା ଗରମ ହେଇଯିବ, ସେହି ସମୟରେ ଆମେ 1 ଚାମଚ ଜିରା ଫୁଟେଇବା। ତାପରେ ଗୋଟେ ପିଆଜକୁ ଚୁନ ଚୁନ କରି ନେଇକି କାଟିକି ବ୍ରାଉନ୍ ହେଲା ପର୍ଯ୍ୟନ୍ତ ଭାଜିଦେବା। ତାପରେ ପିଆଜ ଭାଜି ହେଇଗଲା ପରେ ମୁଁ ଏଠି ଅଦା ରସୁଣ ପେଷ୍ଟ ଯେଉଁ ରଖିଥିଲି ସେଥିରୁ 2 ଚାମଚ ନେଇଛି। ବର୍ତ୍ତମାନ এই ଅଦା ରସୁଣ ପେଷ୍ଟକୁ ଆମେ ଭଲ ଭାବରେ ଭାଜିବା, ଯେମିତି ଏହାର କଞ୍ଚାଳିଆ ବାସ୍ନା ପଳେଇବ। ଏଠି ଗୋଟେ ତେଜପତ୍ର ପକାଇବା କଥା, କିନ୍ତୁ ମୁଁ ତେଜପତ୍ର ପକାଇବା ପାଇଁ ଭୁଲି ଯାଇଛି। ଆପଣ ଯେତେବେଳେ କରିବେ ତେଜପତ୍ର ନିହାତି ପକାଇବେ, ତା ବାସ୍ନାଟା ବି ତରକାରୀରେ ବହୁତ ବଢ଼ିଆ ଲାଗୁଛି। ଅଦା ରସୁଣ ମସଲା ଆମର କଷି ହେଇଗଲା ପରେ ମୁଁ ଏଠି ଗୋଟେ ଟମାଟୋକୁ ଚୁନ ଚୁନ କରି କାଟିକି ନେଇଛି। ତା ସହିତ କିଛି ଶୁଖା ମସଲା ନେଇଛି, ଯେମିତି ଆମର ଲଙ୍କା, ହଳଦୀ, ଜିରା ପାଉଡ଼ର, ଧନିଆ ପାଉଡ଼ର। ତାପରେ ଲୁଣ ଗୋଟେ ମଧ୍ୟ ଚାମଚ ନେଇଯାଇଛି। ମୁଁ ଏକାଳେ ପରିବାକୁ ମନେ ପକାଇକି ସେଇ ଅନୁସାରେ ଲୁଣ ନେଇଯାଇଛି। ୟାକୁ ଆମେ ଭଲ ଭଳି କଷିଦେବା, ଟିକେ ନାକୁ ଘୋଡ଼େଇ ଦେବା 2 ମିନିଟ୍ ପାଇଁ, ଯେମିତି ଟମାଟୋ ଆମର ପୁରା ମ୍ୟାସି ହେଇଯିବ। 2 ମିନିଟ୍ ପରେ ଦେଖନ୍ତୁ ଆମର ମସଲା ବି ପୁରା କଷି ହେଇଗଲା। ଯେଉଁ ପରିବା ଆଗ କାଟିକି ରଖିଥିଲେ ଜହ୍ନି ଆଉ ଆଳୁ, ଆଗ ତାକୁ ପକାଇବା। ଜହ୍ନି ଆଉ ଆଳୁ ମସଲାରେ 2 ମିନିଟ୍ କଷି ହେଇଗଲା ପରେ ଆମେ ଯେଉଁ ମୁଗ ଯାଇ ରଖିଥିଲେ ସେ ମୁଗ ଯାଇକୁ ଏବେ ପକାଇଦେବା। ମୁଗ ଯାଇକୁ ହାଲକା ଖାଲି ପରିବା ସହିତ ମିଶାଇବା। ବର୍ତ୍ତମାନ ଆମେ ଗ୍ୟାସ୍ ଫ୍ଲେମ୍କୁ ଏକଦମ ଲୋ କରିଦେବା। ଜହ୍ନିରୁ ଆମର ପାଣି ବାହାରିବ, ସେଇ ପାଣିରେ ଆମର ମୁଗ ଯାଇ ସିଝିବ। ଆଉ ମୋର ବଡ଼ ଶାଶୁ କହନ୍ତି, ଏ ମୁଗ ଯାଇକୁ ଯଦି ବେଶୀ ସମୟ ଘାଣ୍ଟିବା ଏମିତି ଚାମଚରେ, ତାହେଲେ ମୁଗ ଯାଇଟା ପୁରା କଇଁଚିଆ ହେଇଯିବ, ମାନେ ମୁଗ ଯାଇ ଜମା ବି ସିଝିବନି। ବର୍ତ୍ତମାନ ଏ ତ ସବୁ ମୁଗ ଯାଇ ପକାଇ ଦେଇଛି, ମସଲା ବି କଷେଇ ଦେଇଛି। ମୁଁ ଏଠି ନେଇଛି ଗୋଟା କୋଲ୍ଲି ପିଆଜ ଥିଲା, ତାକୁ ଏମିତି ଚୋପା ଛଡ଼େଇକି ପୁରା ଗୋଟା ନେଇଯାଇଛି। ତାକୁ ଆପଣ ଯଦି ଏମିତି ପକାଇଦେବେ, ସେଇଟା ବି ତରକାରୀରେ ବହୁତ ବଢ଼ିଆ ଲାଗୁଛି। ୟାକୁ ଆମେ 5 ମିନିଟ୍ ଘୋଡ଼େଇ ଦେବା। 5 ମିନିଟ୍ ପରେ ମୁଁ କଭର ଖୋଲିକି ଦେଖାଉଛି। ଆମର ତ ଜହ୍ନିରୁ ଯେଉଁ ପାଣି ବାହାରିବା କଥା ସେ ବାହାରି ଯାଇଛି। ଆଉ ମୁଗ ଯାଇ ଏଠି ଆମର ପ୍ରାୟ ସିଝି ଯାଇଛି। ଦେଖନ୍ତୁ ମୁଁ ଏଠି ଦେଖାଉଛି ପୁରା ସିଝି ଯାଇଛି। ଏମିତି ଯାହା ବହୁତ ଲୋକଙ୍କୁ ବି ପସନ୍ଦ, ଏମିତି ଟିକେ ଗୋଟା ଗୋଟା ଥିବ ଖାଇବା ପାଇଁ। କିନ୍ତୁ ଆମକୁ ଆଉ ଟିକେ ନାକୁ ମୁଗ ଯାଇଟା ଟିକେ ଖୋଲା ଖୋଲା ହେବା ଦରକାର। ତ ସେଥିପାଇଁ ମୁଁ ଏଠି ପାଣି ଦେଉଛି। କଞ୍ଚା ପାଣି କେବେ ବି ଦେବେନି, ସବୁବେଳେ ଗରମ ପାଣି ରଖିଥିବେ। ମୁଗ ଯାଇରେ ଯଦି ଦେବାକୁ ଚାହୁଁଛନ୍ତି ଏମିତି ଗରମ ପାଣି ଦେବେ। ତାପରେ ଏଠି ଗରମ ପାଣି ଦେଇକି ମୁଁ ତାକୁ ଆଉ 5 ମିନିଟ୍ ଘୋଡ଼ାଇ ଦେଲି। 5 ମିନିଟ୍ ପରେ ଦେଖନ୍ତୁ କନସିଷ୍ଟେନ୍ସି ବହୁତ ବଢ଼ିଆ ଅଛି। ମୁଗ ଯାଇ ବି ସିଝି ଯାଇଛି, କିନ୍ତୁ ପୁରା ଗୋଟା ଗୋଟା ଅଛି। ତା ସହିତ ମୁଗ ଯାଇ ଆଉ ନଡ଼ିଆର କମ୍ବିନେସନ୍ ବି ବହୁତ ଭଲ। ତ ନଡ଼ିଆ କୋରା ମୁଁ ଏଠି ଟିକେ ପକାଇ ଦେଇଛି, ବାସ୍ନା ପାଇଁ ଗରମ ମସଲା ଦେଇଦେଇଛି। ବର୍ତ୍ତମାନ ଆମର ମୁଗ ଯାଇ ଜହ୍ନି ତରକାରୀ ହେଇଗଲା। ଏବେ ଆସନ୍ତୁ ପ୍ଲେଟିଂ କରିବା। ତାପରେ ଆଉ ଟିକେ କାମ ବାକି ଅଛି। କ'ଣ ଅଛି ଦେଖନ୍ତୁ। ଏଠି ମୁଁ ଗୋଟେ ପ୍ୟାନ୍ ଦେଇଛି, ସେଥିରେ ମାତ୍ର 2 ଚାମଚ ତେଲ ପୁଣି ଗରମ କରିଛି। ସେଥିରେ ଜିରା ଆଉ କଳା ଜିରା, ଶୁଖିଲା ଲଙ୍କା ୟାକୁ ଫୁଟେଇ ଦେଇଛି। ତା ସହିତ ଟିକେ ବାସ୍ନା ପାଇଁ ହେଙ୍ଗୁ ଆଉ କଲର୍ ପାଇଁ କାଶ୍ମୀରୀ ରେଡ଼୍ ଚିଲି ପାଉଡ଼ର। ଏଇଟା ଆପଣଙ୍କ ପସନ୍ଦ ହିସାବରେ ପକାଇବେ, ନହେଲେ ଖାଲି ସେମିତି ଛୁଙ୍କ ଦେଇଦେବେ। ଡାଲି ଯେହେତୁ ଟିକେ ହେଙ୍ଗୁର ବାସ୍ନାଟା ବି ବହୁତ ଭଲ ଲାଗେ। ବର୍ତ୍ତମାନ ଆମର ଜହ୍ନି ମୁଗ ଯାଇ ତରକାରୀ ଏକଦମ ରେଡ଼ି। ଦେଖିଲେ, ଏମିତି ଯଦି ଆମିଷ ପ୍ରେମୀମାନଙ୍କୁ ଦେବେ, ସେ କେବେ ବି ଆମିଷ ଖାଇବା ପାଇଁ ଇଚ୍ଛା କରିବେନି। ଆପଣ ଏଇଭଳି ତରକାରୀ କରନ୍ତୁ, ଖାଆନ୍ତୁ ଆଉ ମୋତେ ମନେ ପକାନ୍ତୁ।